कांत कवि लक्ष्मीकांत महापात्र जीवन जाक केवल जगन्नाथ को डाकी डाकी भजन लिखी लिखी जीवन गला। जगन्नाथ कलाकार मान को भारी कष्ट दिए परीक्षा करे जगन्नाथ। कांत कवि लक्ष्मीकांत महापात्र जीवन भी से घटिला। जीवन शेष अवस्था लेपर्सी बोले कुष्ठ रोग होगा हाथ पाद छिंडी जाइए पड़ी आपण मानकर कांत कवि लक्ष्मीकांत महापात्र गाँ वाला एक घरिया करदेले निया पानी बंद हो गला सब बंद करदेले आज्ञा गोटे बोली पुओ बाबुला कहले बाबुला तो बापा जदि रहिबो तुम परिवार भी एठी केही रहिबेनी गाँव तो मशाणी रे चालिया खंडे तैयारी कर दे गला पुओ। लक्ष्मीकांत से घर भितर पड़ी रही ये तो लेखिकी राजा को देले राजा दी पैसा देले परिवार चले आउ तो जाई पारलेनी राजा को पाखु। नातुणी हाथ रे पुओ पखाल भात मुठाटे आलू सीजाटे देकी पठेइछि। लक्ष्मीकांत महापात्र देखुछती खाइबा कहले नातुणी लो तू खाइछु ना हाँ जेजे तार आखिर लुह आठर कोहरु बारी हो जाऊला नातुणी खाइनी सत कहलु ना नाई जेजे बापा गुआड़े जाइछुंदी बापा आइले आमे खाइबु। हां ए पर्यंत आसी नाहंती ओ पेठारे अछि रोसई एजाबता मो घरे एई चाउल नाई जेजे गला कालीर ये जो पखाल कंसाटा थला मो मामा आलू गोटे पोड़ी दे आनी कि देइछि जेजे तुम्हें खाई दियो। कांत कवि कहले नहीं रे माँ नहीं तू खाई दे रे माँ पूरी अच्छी माँ तू आगो खाई दे। खाई सारला परे खाई सारला पर जहाँ बोलिबो मु किछि खाइबी और भलो करबी खाई सारी छि नातु ले माँ ये तो कांठ गुड़ा अछि कई खंड कागज पड़ी कलम खंडे पड़ी आने नहीं आसला नातुणी जीवन शेष गीत जीवन शेष संगीत जगन्नाथ उद्देश्य दीपद डाकी लिखि पार ना डाकुंट कांत कवि लिखुचे नातुणी केमती लिखिला कौन डाकिले आज्ञा बोला सबुधिरू वंचित करी गजपति आ पंडा स्वप्नादेश दिले जगन्नाथ कहले ए राजा
କିଛି ଦିନ ହେଲା ତ ମହାପ୍ରସାଦ ଖାଉନି। ନାଇଁ 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 ଅଣସଣ ଘରେ ପଡିଛି ମୋ ମା ବୃଦ୍ଧା କେତକୀ। କେତକୀ ଦେବଦାସୀର ଯୋଉ ଖେଚୁଡି ଟିକିକ ମତେ ପାଗଳ କରିଦେଇଛି। ତା ଭକ୍ତିର କୈବଲ୍ୟ ମୁଁ ପି ମହାପ୍ରସାଦ ରାଜା। ତୁ ମହାପ୍ରସାଦରେ ମୋର ମନ ନାହିଁ। ନାଇଁ 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 ତତେ ଆଜି ଦେଖେଇବାର କାରଣଟା କଣ ଜାଣିଛୁ? କଣ? ଆସନ୍ତା କାଲି ରାତି ପାଇଲେ ମୋ କେତକୀ ମାଟା ମରିଯିବ। ମୋ ମାଟା ମରିଯିବ ରାଜା। ଆଉ କେତକୀ ମା ଯଦି ମୋର ମରିଯାଏ ମା ଖେଚେଡି ଖାଇବି କୋଉଠୁ? ମତେ ହଳଦିଆ ଖେଚେଡି ଦବ କିଏ ରାଜା କହ? ମନେ ରଖ ରାଜା। ହଳଦିଆ ଖେଚୁଡି ମତେ ଏତେ ରୁଚି ହେଇଗଲାଣି ଯେ ମୁଁ ଖେଚୁଡି ବିନା ଆଉ ରହିପାରୁନି। ନାଇଁ 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 ବହୁତ ଆନନ୍ଦ ଲାଗୁଛି ମତେ ସେ ଖେଚୁଡି ଖାଇବା ପାଇଁ। ଗଜପତି ମହାରାଜ କହିଲେ ପ୍ରଭୁ କଣ ଆଦେଶ? ନା ପ୍ରତ୍ୟହ ପ୍ରତିଦିନ ସକାଳୁ ତୋରି ଘରୁ ରାଜ ଉଆସରୁ ଗୋଟିଏ ପଉଟି ଅରୁଆ ଚାଉଳ ହଳଦିଆ ଖେଚୁଡି କରିବୁ ରାଜା। ଆଉ ମୋ ମା କେତକୀ ଦେବଦାସୀ ନାଁରେ ସେ ପ୍ରସାଦର ନାଁ ହବ କେତକୀ ଖେଚୁଡି। ମୋ ମା ମରିଗଲେ ତାକୁ ଆଉ କୋଉଠି ପଡିବୁନି। ନାଇଁ 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 ଏଇ ଶ୍ରୀମନ୍ଦିରର ପଛପଟେ ଥିବା ସ୍ୱର୍ଗ ଏଇ କୋଇଲି ବୈକୁଣ୍ଠରେ ମୋ ମାକୁ ପୋଡିବାକୁ ଯିବ ରାଜା। କିନ୍ତୁ ନୁହ ବୈଷ୍ଣବ ଅଗ୍ନି ମୋ ଶରୀରରୁ ନେଇ ବୈଷ୍ଣବ ଅଗ୍ନି ନିଆଁରେ ତୁ ତାକୁ ସମାଧିସ୍ଥ କରିବୁ। ସେଇଦିନ ବୈଷ୍ଣବ ଅଗ୍ନି ରାତି ପାଇଛି। କେତକୀ ଦେବଦାସୀର ପ୍ରାଣ ଛାଡି ଯାଇଛି, ପଡି ରହିଛି ଅଣସଣ ଘର ଭିତରେ। ଗଜପତି ପ୍ରତାପ ରୁଦ୍ର ଦେବଙ୍କ ସମାଜର ଯିଏ ଯେତେ ଥିଲେ ଅଧୀନସ୍ଥ କର୍ମଚାରୀ ସବୁ ଏକାଠି ହେଇଗଲେ। ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରୋଷ ଘରରୁ ବୈଷ୍ଣବ ଅଗ୍ନି ଆଇଲା। ଆଉ ସେ ବୈଷ୍ଣବ ଅଗ୍ନି ମାଧ୍ୟମରେ ଆହା କିଡେ ଭାଗ୍ୟ କରିନଥିଲା ସେ, କିଡେ ଭାଗ୍ୟବତୀ। ବୈଷ୍ଣବ ଅଗ୍ନିର ନିଆଁରେ କେତକୀ ଦେବଦାସୀର ଶବଦାହ ହେଲା। ଆରେ ଗଜପତିଙ୍କର ସେ ସୌଭାଗ୍ୟ ନାହିଁ। ନାଇଁ 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 ମାତ୍ର ଏବେକାର ଘଟଣା ଗୋଟିଏ ଯୋଗ୍ୟତମ ପୁଅ ଜୀବନରେ ଜଗା ଭଜନ ବାଦ ଅନ୍ୟ ଭଜନ କେବେ ଗାଇନି। ଭଜନ ସମ୍ରାଟ ଭିକାରୀ ବଳ। ଭିକାରୀ ବଳ ମଲା ବେଳେ ସେ ବୈଷ୍ଣବ ଅଗ୍ନି ଆସିଲା, ଭିକାରୀ ବଳ ପୋଡା ହେଲା। ସତ୍ୟ ଯୁଗରେ ବୈଷ୍ଣବ ଅଗ୍ନିରେ ପୋଡା ହେଲା ଜଣେ। ତ୍ରେତୟା ଯୁଗରେ ବୈଷ୍ଣବ ଅଗ୍ନିରେ ଜଳା ହେଲା ଜଣେ। ଦ୍ୱାପର ଯୁଗରେ ବୈଷ୍ଣବ ଅଗ୍ନିରେ ଜଳା ହେଲା ଜଣେ। କଳି ଯୁଗରେ ବୈଷ୍ଣବ ଅଗ୍ନିରେ ଜଳା ହେଲା ଜଣେ। ତାହେଲେ ସତ୍ୟ ଯୁଗରେ କିଏ ବୈଷ୍ଣବ ଅଗ୍ନିରେ ଜଳା ହେଇଛି? ସତ୍ୟ ଯୁଗରେ କିଏ ସେ ପୋଡା ହେଇଛି? ସ୍ୱୟଂ ଜଗନ୍ନାଥଙ୍କର ଅଗ୍ନିରେ ଜଳା ହେଇଛି କିଏ ସତ୍ୟରେ? ସଜନ ସେ ଜଣକ ଆଉ କେହି ନୁହ, ହିରଣ୍ୟକଶ୍ୟପର ରାକ୍ଷସର ଭଗ୍ନୀ ନା ହୋଲିକା। ହୋଲିକା ଭର ପାଇଛି କୋଳରେ ଯାହାକୁ ବସେଇକି ଚାର୍ଜ ହେଇଯିବ। କି 440 ଭୋଲ୍ଟ କରେଣ୍ଟ ଯିଏ ବସିବ ତାକୁ ଜାଳି ପୋଡିକି ପାଉଁଶ କରିଦବ। ପ୍ରହ୍ଲାଦ ଯେତେ ଚେଷ୍ଟା କଲା ଅସୁର। ହସୁଛୁ କଣ? ଅନେକ ବୁଢୀଟାକୁ ତ ବାଡେଇ ବାଡେଇକି ମାରିଦେଲୁ।
କାନ୍ଦୁଛୁ ଓଷାକରେ କ'ଣ ବେ ଆଉ କ'ଣ ଏ ବସି ତୋତେ କିଏ ଝିଅ ଦବ? ଆଉ ବୋମ ମଲ୍ଲି ଫୁଲ ଦାନ୍ତ ଦେଖଉଛି ସ୍ତ୍ରୀଟାକୁ ବାଡ଼େଇ ବାଡ଼େଇକି ମାରିଦେଲା। ହଁ ହଉ ହରିନାମ ନେ କେତେ ଦିନ ତରି ଯିବୁ ସ୍ତ୍ରୀ ହତ୍ୟା ପାପରୁ କାଳେ ମୁକ୍ତି। ମତେ ତ ଲାଗୁନି, ମତେ ନେଲେ ମୁଠେ ଖାଇବାକୁ ଦେଲେ କିଏ ଜାଣି। ଯେତେବେଳେ ପ୍ରହ୍ଲାଦର ମୃତ୍ୟୁ ହୋଇନି ହିରଣ୍ୟକଶ୍ୟପ ଅସୁର ଗୋଟିଏ ବାଟ ଖୋଜିଲା। ସେ ବାଟଟା କଣ ଆଜ୍ଞା? ହୋଲିକାକୁ ଡାକିଦେଲା। ହୋଲିକା ଡାକିଲା ପୁତରାକୁ, କହିଲା ରେ ପହଲା ଆଇଲୁ ବାବା। ଯାଉଛି ବାବା। ଡାକିଦେଲା ହୋଲିକା। ପ୍ରହ୍ଲାଦ ନା ପିଉସୀ ମା? ବସି ପଡିଲା ପ୍ରହ୍ଲାଦ ମାର ପିଉସୀ ମାର କୋଳରେ। କ୍ରୋଧ ମନରେ ହୋଲିକା ଜଳିବାରେ ଲାଗିଛି। ପ୍ରହ୍ଲାଦ ଶରୀର ତାତିଲା, ସହିପାରିଲାନି ପ୍ରହ୍ଲାଦ। ନାଇଁ 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 ଡାକିଲା ଜଗନ୍ନାଥକୁ, ଗଲା ପ୍ରଭୁ ଅନନ୍ତ ବନ୍ତ ଦନ୍ତରନ୍ତରିକ୍ଷ କାନ୍ତି ପନ୍ତି ହିବ କାଳି ଗାତ୍ର ଦଣ୍ଡ ଭୁଜ ଦଣ୍ଡ ସଣ୍ଡ ଭାଣ୍ଡ ଭାଣ୍ଡ ବଦନା ଝରାମ। ହୋଲିକା ପଡି ରହିଛି। ଭଗବାନ ବୈଷ୍ଣବ ଅଗ୍ନି ଦେଲେ ଝଳିଗଲା କିଏ ନା ଅସୁରୀ। ବୈଷ୍ଣବ ଅଗ୍ନିରୁ ଉଦ୍ଧାର କହିଲା। ଚାହୁଁ ଚାହୁଁ 10:30 ଆଜି ବାଜିଲା। ହଉ ଜଗନ୍ ଏ ମହାପ୍ରଭୁ ସତ୍ୟନାରାୟଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏଇଠୁ ବହି ରହିଲା 7 ଦ୍ୱାରରୁ 6 ଦ୍ୱାର ଯାଇଛି, ଗୋଟିଏ ଦ୍ୱାର କୋଉଟା ମୁଁ ଟିକେ ଶୁଣିବି।